ମା ଆମେ ପଢୁଛନ୍ତି 12ଟା ପ୍ରିନ୍ସିପଲ ଜଣେ ଟିଚର ପାଇଁ ଲେଖିଛନ୍ତି ନର୍ମାନ ସି ଡୋସେଟ ୟୋଗିକ ପ୍ରିନ୍ସିପଲ ଫର ଦ ଟିଚର। ଏଇ ଚାପ୍ଟରରେ ଆମେ ପଢୁଛନ୍ତି 12ଟା ପ୍ରିନ୍ସିପଲ ରାଇଟ ଆକ୍ସନ ଉପରେ ଆମେ ଆଲୋଚନା କରୁଥିଲେ। ଗତକାଲି ଗୋଟେ ଆଲୋଚନା ସରିଛି ଆଜିର ତାପରେ କାଲିର ସାରାଂଶ ଥିଲା ରାଇଟ ଆକ୍ସନ କହିଲେ ଆମେ ଯାହା ବୁଝୁଛୁ ଅର୍ଡିନାରୀ କନସିୟସନେସ ରହୁଥିବା ଲୋକଙ୍କ ପାଇଁ ସେଟା ଠିକ ଅଛି ଆକ୍ଟ ଇନ୍ ଦ ରାଇଟ ୱେ। କିନ୍ତୁ ଯୋଉମାନେ ସାଧନା ପଥରେ ଆସିଛନ୍ତି ବା ଆମେ ଯଦି ଆମ ପାଇଁ ଧରିବା ଯୋଉମାନେ ଇଣ୍ଟିଗ୍ରାଲ ଏଜୁକେସନ ସ୍କୁଲର ବା ଇଣ୍ଟିଗ୍ରାଲ ସ୍କୁଲର ଯୋଉମାନେ ଟିଚର ସେମାନଙ୍କ ପାଇଁ ରାଇଟ ଆକ୍ସନ ଅର୍ଥ ହଉଛି ସେମାନେ କହୁଛନ୍ତି କେବଳ ଇଟ ୱାଜ କହୁଛନ୍ତି none of these would be right unless it was first for the divine। ଯଦି ମୂଳତଃ ପ୍ରଥମତଃ ତୁମର କାର୍ଯ୍ୟ ଗୁଡ଼ିକ ଗତି ସକଳ କେବଳ ଭଗବାନଙ୍କ ପାଇଁ ଯଦି ନ ହଉଛି ତାହେଲେ ଆଉ ଯାହା ବି କରୁଛ ତାହା ରାଇଟ ଆକ୍ସନ ନୁହେଁ। ତୁମେ ସେଥିପାଇଁ ସେ କ୍ୱେଶ୍ଚିନ୍ କରିଥିଲେ ଫର ହୁମ ଆଣ୍ଡ ଫର ହ୍ୱାଟ ପର୍ପୋଜ ଡୁ वी ଆକ୍ଟ? Is it for ourselves or for someone we love or someone we fear? Is it for gain, for profit or to please? Is it for the nation, the earth or humanity? ये सबु ପାଇଁ ଯାହା ପାଇଁ ବି ତମେ କର ନା କାହିଁକି ଯଦି ସେ କାର୍ଯ୍ୟରେ ପ୍ରଥମତଃ ବା ମୂଳତଃ ତୁମେ ଭଗବାନଙ୍କ ପାଇଁ କରୁନାହଁ ତାହେଲେ ସେଇଟା ରାଇଟ ଆକ୍ସନ ନୁହେଁ। ତାପରେ ସେଇଥିପାଇଁ କହିଲେ ଯୋଉମାନେ ରାଇଟ ଆକ୍ସନ କରିବେ ସବୁବେଳେ ରାଇଟ ଆକ୍ସନ ଲିଡ୍स ଟୁ ଏ ହାୟର ଷ୍ଟେଟ୍ ଅଫ କନସିୟସନେସ ଲିଡିଂ ଟୁ ଆନ୍ ଅଲ୍ଟିମେଟ ୟୁନିୟନ ୱିଥ ଦ ଡିଭାଇନ। ଆଜି ପଢିବା କାଲି ସ୍ୱଧର୍ମ ଏବଂ ସ୍ୱଭାବ ଭିତରେ ବିଷୟରେ ବି କଥା ହେଇଥିଲେ। ରାଇଟ ଆକ୍ସନ ଇଜ ଇନ୍ ରିଲେସନ ଟୁ ସେଲ୍ଫ ବିଂ one's own true lines of heredity and nature. While man lives in ignorance, ଯେତେବେଳେ ମଣିଷ ଅଜ୍ଞାନତାରେ ବା ଅଜ୍ଞତାରେ ବସବାସ କରୁଥାଏ ଇଟ୍ ଇଜ ନେସେସରୀ ଟୁ ହାଭ ଏ ଲଜ। ଯେତେବେଳେ ଜଣେ ଅଜ୍ଞାନତାରେ ବା ଅଜ୍ଞତାରେ ବସବାସ କରୁଛି ସେତେବେଳେ ତା ପାଇଁ ବିଧାନ ରହିବା ଜରୁରୀ। କାହିଁକି ନା ଯେତେବେଳେ ଆମେ ଅଜ୍ଞତାରୁ ଜ୍ଞାନର ଆଡକୁ ଆମେ ଯାଉଛନ୍ତି ଏଠି ଅଜ୍ଞାନତା ଜ୍ଞାନର ଡିଫରେନ୍ସ ନୁହଁ। ଏଇ ଯୋଉ ତଥ୍ୟଗତ ଜ୍ଞାନ କିଏ ପାଇଛି କିଏ ପାଇନି ଏଇଟା ଅଜ୍ଞାନତା ବା ଜ୍ଞାନ ନୁହଁ। ଜଣେ ଯେତେବେଳେ ଭଗବାନଙ୍କ ସହିତ ଏକାତ୍ମ ନ ହେଇଛି ଚୈତ୍ୟ ସତ୍ତା ଦ୍ଵାରା ପରିଚାଳିତ ନ ହେଇଛି ସେ ପର୍ଯ୍ୟନ୍ତ ସେ ଅଜ୍ଞାନତାରେ ବସବାସ କରୁଛି ବା ଅଜ୍ଞତାରେ ବସବାସ କରୁଛି। ତେଣୁ ସେମାନଙ୍କ ପାଇଁ ବିଧାନ ରହିବା ଦରକାର। ଇଟ୍ ଇଜ ନେସେସରୀ ଟୁ ହାଭ ଏ ଲଜ। ଇଟ୍ ଇଜ ନେସେସରୀ ଟୁ ହାଭ ଲଜ। କଣ ନା ଏ ଲ ଅଫ ଲଭ, ଏ ଲ ଅଫ ଜଷ୍ଟିସ, ଏ ଲ ଅଫ ଟ୍ରୁଥ। ସତ୍ୟର ଏକ ବିଧାନ ରହିବା ଦରକାର। ନିୟମ ଯୋଉ ଜଷ୍ଟିସ ବିଚାରର ଏକ ନିୟମ ରହିବା ଦରକାର, ବିଧାନ ରହିବା ଦରକାର ଏବଂ ପ୍ରେମର ମଧ୍ୟ ଏକ ବିଧାନ ରହିବା ଦରକାର। These laws have to be imposed on us so long as there is in our being an opposition to oneness with others, the imperfection and conflict of our nature, the force of separateness and division। ଯେତେବେଳେ ପର୍ଯ୍ୟନ୍ତ ଆମ ଭିତରେ କଣ ରହିଛି ନା so long as there is in our being an opposition to oneness with others, ଅନ୍ୟମାନଙ୍କ ଭିତରେ ମଧ୍ୟ ନିଜକୁ ଦେଖିବା। ସମସ୍ତଙ୍କ ଭିତରେ ଆମେ ଯଦି ଦେଖିବା ଏକ ଆତ୍ମା ଆମ ବିରାଜମାନ କରୁଛି ସବୁଆଡେ ତାହେଲେ ଯେ ପର୍ଯ୍ୟନ୍ତ ଏଇଟା ଆମେ ଦେଖି ନାହାନ୍ତି ଏବଂ ଆମ ଭିତରେ ଇମ୍ପରଫେକ୍ସନ ରହିଛି, ଆମର ପ୍ରକୃତି ଭିତରେ ଦ୍ୱନ୍ଦ୍ୱ ରହିଛି, ଅଶୁଦ୍ଧତା ରହିଛି ଏବଂ ଆମ ଭିତରେ ଗୋଟେ ଶକ୍ତି ସବୁବେଳେ କାମ କରୁଛି ଯିଏ କି ସେପାରେଟନେସ ଆଉ ଡିଭିଜନ ରହୁଛି। କେମିତି? ବର୍ତ୍ତମାନ ମୁଁ କହୁଛି ଆପଣ ମାନେ ଶୁଣୁଛନ୍ତି ତାମାନେ ସେପାରେଟନେସ। ମୁଁ ଖାଉଛି ସେପାରେଟନେସ, କାହିଁକିନା ମୁଁ ଆଉ ଖାଦ୍ୟ ଦିଟା ଅଲଗା। ମୋର ଅନ୍ୟ ଲୋକମାନେ ଅଛନ୍ତି
ତାମାନେ ମୋର ବାପା ଅଛନ୍ତି, ମୋର ମା ଅଛନ୍ତି, ଭାଇ ଅଛନ୍ତି, ଭଉଣୀ ଅଛନ୍ତି, ବନ୍ଧୁବାନ୍ଧବ ଅଛନ୍ତି, ସାଙ୍ଗ ଅଛନ୍ତି, ଶତ୍ରୁ ଅଛନ୍ତି। ତାମାନେ ମୁଁ ଆଉ ସେମାନଙ୍କ ଭିତରେ ସେପାରେଟନେସ୍ ରହିଛି। ତେଣୁ ସେପାରେଟନେସ୍, ଦ୍ୱନ୍ଦ୍ୱ, ନିଜର ପ୍ରକୃତି ଭିତରେ ଦ୍ୱନ୍ଦ୍ୱ ରହିଛି। ସେଇ ସେପାରେଟନେସ୍, ଡିଭିଜନ, ଏଇ ଦ୍ୱନ୍ଦ୍ୱ, ଅନ୍ୟମାନଙ୍କ ସହିତ ନିଜ ଏକାତ୍ମଭୂତ ହେଇନାହିଁ, ସେ ପର୍ଯ୍ୟନ୍ତ ଆମ ଭିତରେ ବା ଆମ ଉପରେ ଏଇ ନିୟମ ଗୁଡାକ ଇମ୍ପୋଜ ହେଇ ରହିବା ଦରକାର। These laws have to be imposed। ସେଇଥିପାଇଁ ଦ ଡିସିପ୍ଲିନ ଯୋଉଟା କୁହାଯାଏ, ଡିସିପ୍ଲିନ ଇଜ ମଷ୍ଟ, ଡିସିପ୍ଲିନ ମାନେ ହଉଛି ମଷ୍ଟ ନେସେସରୀ, ଆମ ପାଇଁ ନିହାତି ଦରକାର। ଜଣେ ଜଣେ ଥରେ ଜଣେ ବଡ ବ୍ୟକ୍ତି ଅନ୍ୟ ଆଡେ ଭାଷଣ ଦିଅନ୍ତି ଏବଂ ବହୁତ ଉଚ୍ଚ ବକ୍ତା ହିସାବରେ ସମସ୍ତେ ଜାଣନ୍ତି, ତାଙ୍କୁ ବହୁତ ସମ୍ମାନ କରନ୍ତି। ସେ ଥରେ ମୋ ସହିତ ବି ଏମିତି ଯୁକ୍ତିତର୍କ କଲେ। କହିଲେ ଜଣଙ୍କର ଇମୋସନ ସେ ତତେ ଏତେ ଭଲରେ ଗୋଟେ ଶ୍ରଦ୍ଧାରେ ସ୍ନେହରେ କହୁଛନ୍ତି ଏଇଟା ଖାଇବା ପାଇଁ, ତୁ ଏଟା ନ ଖାଇବୁ କେମିତି, ମନା କରିଦବୁ କେମିତି? ତାର ଗୋଟେ ଇମୋସନର, ତାର ଗୋଟେ ଭଲ ପାଇବାର କିଛି ନାହିଁ। ସେଇଠି ଡିସିପ୍ଲିନ, ମୁଁ ତାଙ୍କୁ କହିଲି ଡିସିପ୍ଲିନ ଇଜ କୋଉଟା ବଡ, ଡିସିପ୍ଲିନ ବଡ ନା ଅନ୍ୟର ଇମୋସନ ଟା ବଡ? ସିଏ କହିଲେ ଇମୋସନ ବଡ। କିନ୍ତୁ ମାଙ୍କ ଜାଗାରେ ଆପଣ ଯୋଉଠି ପଢିବେ, ଯେତେ ଜାଗାରେ ଯୋଉଠି ମା ଲେଖିଛନ୍ତି, ସବୁ ଜାଗାରେ ମା କହିଛନ୍ତି ତମେ ସ୍ପିରିଚୁଆଲ ପାଥରେ ଯଦି ଯାଉଛ, ତମ ପାଇଁ ସ୍ପିରିଚୁଆଲ ଡିସିପ୍ଲିନ ଇଜ ଗ୍ରେଟର ଦ୍ୟାନ ଅଲ୍ ଏଲ୍ସ, ଅଦର ଏଲ୍ସ। ଆଉ ଯାହା ବି ତମ ପାଖରେ ଥାଉ ନା କାହିଁ, ତା ତୁଳନାରେ ସ୍ପିରିଚୁଆଲ ଡିସିପ୍ଲିନ ଇଜ, ଆମେ କହିବା important, and more, there should be more importance given to the spiritual discipline। spiritual discipline ଏ love ର ଗୋଟେ ଅଂଶ। ତେଣୁ ସେଠି ଏଠି ତିନି ପ୍ରକାର କହୁଛନ୍ତି। ସେଥିପାଇଁ ସବୁଥିରେ ତମର ବିଧାନ ରହିବା ଉଚିତ, ଯେ ପର୍ଯ୍ୟନ୍ତ ତୁମେ ଅଜ୍ଞାନତାରେ ବସବାସ କରୁଛ। ହଁ, ଆମେ ଅନେକ ଏକ୍ସାମ୍ପଲ ଶୁଣିଛନ୍ତି। ଥରେ ଏକଥା ବି ଆମେ ଶୁଣିଛନ୍ତି, ଗୌତମ ବୁଦ୍ଧ ତାଙ୍କର ଶିଷ୍ୟ ମାନଙ୍କ ସହିତ ଗୋଟେ ଜାଗାକୁ ଯାଇଛନ୍ତି ଏବଂ ସେଠି ତାଙ୍କୁ ଯୋଉ ଯାହା ଘରକୁ ଯିଏ ଡାକିଛନ୍ତି, ସେ ତାଙ୍କୁ ଆମିଷ ଦେଇଛନ୍ତି ଖାଇବା ପାଇଁ। ଅନ୍ୟମାନେ ଆଶ୍ଚର୍ଯ୍ୟ, ତେଣୁ ସେମାନେ କେହି ଛୁଉଁନାହାନ୍ତି। କିନ୍ତୁ ସେ ତାଙ୍କର ପୁରା ନିର୍ବିକାର ଭାବରେ ତାକୁ ଗ୍ରହଣ କରି ଚାଲିଛନ୍ତି। ଯେତେବେଳେ ଅନ୍ୟମାନେ ପ୍ରଶ୍ନଟି ଉଠେଇଲେ, ସେ କହିଲେ କାହିଁ ଆମିଷ କାହିଁ? କାରଣ ସେ ଯୋଉ ଚେତନାରେ ରହିଛନ୍ତି, ତାପରେ ଦେଖିବାକୁ ସତସତିକା ତାଙ୍କ ପାଖରେ ଯୋଉ ଖାଦ୍ୟ ଅଛି ପରସା ହେଇଛି, ତାହା ଆମିଷ ନୁହଁ। ଆଉ ଏକ କାହାଣୀ ବି ଆମେ ଶୁଣିଛନ୍ତି, ଜଣେ ସାଧୁ ତାଙ୍କ ପାଖକୁ କେଜଣ ଯୁବକ ମାନେ ସବୁ ଯାଇଛନ୍ତି ତାଙ୍କୁ ପରୀକ୍ଷା କରିବା ପାଇଁ। ତା ପାଖରେ ଖାଇବା ପାଇଁ ଯେତେବେଳେ ସମୟ ହେଇଛି, ସେଠୁ ସାଧୁ କହୁଛନ୍ତି ତମେ ଆସିଛ ଖାଇବନି? ଖାଇବ, ରୁହ, ଗୋଟେ କାମ କର, ଯାଅ କିଛି ନେଇକି ଆସିବ ଖାଦ୍ୟ, ଇଏ ଜଙ୍ଗଲରୁ ସଂଗ୍ରହ କରିକି ଆଣିବ। ସିଏ ସେଠୁ ଜାଣିକି ଯାଇକିରି ଗୋଟେ ଜନ୍ତୁଟେ ଧରିକି ଆସିଛନ୍ତି। ଇଏ ତାଙ୍କ ଜନ୍ତୁଟା ଆଣି ଦେଲେ। ତାପରେ ଇଏ ଜନ୍ତୁଟାକୁ ତାଙ୍କରି ଆଗରେ ସେ କହିଲେ ପାଣି, ଗୋଟେ ହାଣ୍ଡିରେ ପାଣି ଗରମ କର। ଜଣକୁ କହିଲେ, ସେ ଯେ ପାଣି ଗରମ କରୁଛି। ତାପରେ ସେ ଆଣିଲେ ଯୋଉ ଜନ୍ତୁଟାକୁ, ତାକୁ ତା ଭିତରେ ପକେଇଦେଲେ। ତାପରେ ତାକୁ ଘୋଡେଇ ଘାଡେଇକିରି ନିଆଁରେ ସେ ଚାଲିଲା, ତାର ପାକ ହେଲା। ପାକ ହେଲା ପରେ ହାଣ୍ଡି ଟାକୁ ଧରିକି ଆସିଲେ, କହିଲେ ତମେ କଣ ଖାଇବ କୁହ? ଏମାନେ ଆଶ୍ଚର୍ଯ୍ୟ ହେଇକି କହିଲେ ଏଇଟା ଭଣ୍ଡ, ଆମିଷ ଆମକୁ ବର୍ତ୍ତମାନ ଆଣି ଆମେ ଦେଲୁ, ତାକୁ ଖାଇ ରୋଷେଇବାସ ହେଲା, ତାକୁ ଖାଇବାକୁ ଦେବେ, ପୁଣି ପଚାରୁଛନ୍ତି କଣ ଖାଇବ? ଆଜି ତ ଯାଇକି ସମସ୍ତଙ୍କୁ କହିବୁ ତମେ ଯାହାକୁ ସାଧୁ କହୁଥିଲ ସେ କେତେ ଭଣ୍ଡ ବୋଲି। ଇଏ କହିଲେ ତମେ କଣ ଖାଇବ କୁହ? ସେଠୁ ଆଙ୍କୁ ଆହୁରି ଥଟ୍ଟା ଲାଗିଲା। ସେଠୁ କିଏ କହିଲା ମାଲପୁଆ ଖାଇବି, କିଏ କହିଲା ଅମକ ଖାଇବି, ସମକ ଖାଇବି। ସେ ହାଣ୍ଡି ଭିତରୁ ସିଏ କାଢିଲେ, ଯିଏ ଯାହା ମାଗୁଥିଲେ ସେଆ ଦେଇ ଦେଇକା ଗଲେ। ଏମାନେ ସେଠି ବୋକା। ଆରେ ପଡିଲା ଗୋଟିଏ ଜନ୍ତୁ ଗରମ ପାଣିରେ, ସିଝିକି କଣ ହବ? ସିଝିକିରି ମାଂସ, ତାରି ମାଂସ ଟା ସିଝିକି ବାହାରିବ। ଆରେ କଣ ଆମେ ଯାହା ଚାହୁଁଛୁ ଖାଇବା ପାଇଁ, ମିଠା ମାଗିଲେ ମିଠା ବାହାରୁଛି, ମାଲପୁଆ କହିଲେ ମାଲପୁଆ ବାହାରୁଛି, ଆଉ ଆମ୍ବ କହିଲେ ଆମ୍ବ ବାହାରୁଛି, ସବୁ ବାହାରୁଛି। ତେଣୁ ଜଣେ ଯେତେବେଳେ ଏକାତ୍ମ ହେଇଯାଇଥାଏ,
ସେତେବେଳେ ତା ପାଇଁ ସବୁ କିଛି ସମ୍ଭବ। ତା ପାଇଁ ଏଇ ନିୟମ ଏଇ ବିଧାନରେ କିଛି ନାହିଁ, କିନ୍ତୁ ଏଠି ଲେଖୁଛନ୍ତି ଯେ ପର୍ଯ୍ୟନ୍ତ ଆମେ ଅନ୍ୟ ଏକାତ୍ମ ଅନୁଭବ ହେଇନାହିଁ, ଫୋର୍ସ ଅଫ ସେପାରେଟନେସ୍ ଆଣ୍ଡ ଡିଭିଜନ ରହିଛି, imperfection and conflict in our nature ରହିଛି, ସେ ପର୍ଯ୍ୟନ୍ତ ଏଇ ବିଧାନ ଗୁଡିକୁ ଆମକୁ ମାନିବାକୁ ପଡିବ। ଏ law of love, law of justice and law of truth. To reach right action, some have to pass from the state of consciousness, which is the ordinary action of impulse, into a contemplative state of non-action. But if they would follow the law of progress and evolution, they too must eventually put into action the ideal and the knowledge of introspection. Love and devotion can only be utterly expressed and thereby fulfilled by action and knowledge. ତେଣୁ ଜଣେ ଯେତେବେଳେ ରାଇଟ୍ ଆକ୍ସନର ପଦକ୍ଷେପକୁ ଆମେ ଯାଉଛନ୍ତି, ଏଇଟା ଆମେ ପୂର୍ବରୁ ଯୋଉ କଥା ହେଲେ ପ୍ରୋଗ୍ରେସିଭ ବିଷୟରେ କଥା ହଉଥିଲେ, ଲେଖିଥିଲେ, ଏଇଠି ତାକୁ ଆଉ ଟିକେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି। ଆମକୁ ଇମ୍ପଲ୍ସ ଯୋଉ ଆମକୁ କାର୍ଯ୍ୟରେ ପରିଣତ ବା କାର୍ଯ୍ୟରେ ପ୍ରବୃତ୍ତ କରାଉଛି, କିଛି କାର୍ଯ୍ୟ ନ କରିବା ଅପେକ୍ଷା ଆମେ ଅର୍ଡିନାରୀ ଆକ୍ସନ ଯୋଉ ଇମ୍ପଲ୍ସର କାମ କରୁଛନ୍ତି, ଯୋଉ ଚେତନା ଅର୍ଡିନାରୀ ଚେତନା ରହିଲେ ସେ କଥା କରୁଛନ୍ତି, କିନ୍ତୁ ଯଦି ସେଇ କାର୍ଯ୍ୟବଳୀ ଆମର କାର୍ଯ୍ୟାବଳୀ ଲ ଅଫ ପ୍ରୋଗ୍ରେସ ଦ୍ୱାରା ଏବଂ ଲ ଅଫ ଇଭଲ୍ୟୁସନ ବିବର୍ତ୍ତନ ଅଭିମୁଖୀ ହେଲା, ଅଗ୍ରଗତି ଅଭିମୁଖୀ ହେଲା, ତାହେଲେ ସେ ଆମକୁ ରାଇଟ୍ ଆକ୍ସନ ଦିଗରେ ନେଇକା ଯିବ। ତେଣୁ ଦ ଆଇଡିଆଲ unexpressed in action remains merely a The ideal unexpressed in action remains merely a chimera, a subjective formula. Wisdom not acted upon becomes as still born as a hard-boiled egg. It will never manifest life. ତେଣୁ ଆମର ନନ୍ ଆକ୍ସନ ଯୋଉ ଯଦି କିଛି କାର୍ଯ୍ୟ ନ କରିକି ନୀରବ ରହିବା, ଆମକୁ ଯଦି ଆମେ ଦେଖିବା, ତାହେଲେ ସେ ଜୀବନକୁ ଆମେ ଯୋଉଥିପାଇଁ ପୃଥିବୀ ପୃଷ୍ଠକୁ ଆସିଛନ୍ତି, ଗୋଟେ ନିର୍ଦ୍ଦିଷ୍ଟ ଅବଜେକ୍ଟିଭ ନେଇ ଆମର ଆର୍ଥଲି ଲାଇଫ ଆମେ ଗ୍ରହଣ କରିଛନ୍ତି, ସେଇଟାକୁ ପରିପ୍ରକାଶ କରିବା ଏବଂ ସେଇ ଦିଗରେ ଅଗ୍ରଗତି କରିବା, ଏଇଟା ହଉଛି ଆମର ପ୍ରାଇମ, ତାକୁ ଆମେ କହିବା ଯେ ସେଇଟା ହିଁ ଆମର ପ୍ରାଇମ ଅବଜେକ୍ଟିଭ ହବା ଦରକାର ଏବଂ ସେଇ ପ୍ରାଇମ ତାକୁ ଜାଣିବା ପାଇଁ ଆଗ ଆମର ପ୍ରସ୍ତୁତି ଦରକାର। ଯଦି ଆମର ଯୋଉ ପ୍ରଜ୍ଞା ଅନଏକ୍ସପ୍ରେସ ରହିଲା ଆଇଡିଆଲ, ଆଉ ଆମେ ଯୋଉ ମହତ ଉଦ୍ଦେଶ୍ୟ ପାଇଁ ଜନ୍ମଗ୍ରହଣ କରିଛନ୍ତି, ସେ ଯଦି କାର୍ଯ୍ୟରେ ରୂପାୟିତ ନହେଲା, ତାହେଲେ ତାର ଆଉ କଣ ଉଦ୍ଦେଶ୍ୟ ଆବଶ୍ୟକ କଣ? ଯେମିତି କି କହୁଛନ୍ତି ହାର୍ଡ ବଏଲ୍ଡ ଏଗ୍, ଅଣ୍ଡାଟି ବହୁତ ଭଲ ମାନେ କଣ କଠିନ ହେଇଗଲା ପରେ ଆଉ ସେ କଣ ହବ, ସେମିତି ହିଁ ରହିବ। ଯଦି ଆମର ଆମେ ଯୋଉ ଉଦ୍ଦେଶ୍ୟ ନେଇକି ଜନ୍ମଗ୍ରହଣ କରିଛନ୍ତି, ଯଦି ସେଇ ହିସାବରେ ଆମର ୱିଜଡମ ପ୍ରକାଶିତ ନ ହଉଛି ଆମ ଭିତରେ ଦେଇ, ଆମେ ଯୋଉ ଆଇଡିଆଲ ନେଇକି ବା ଯୋଉ ଅବଜେକ୍ଟିଭ ନେଇକି ଆସିଛନ୍ତି, ସିଏ ଯଦି ଆମର କାର୍ଯ୍ୟ କ୍ଷେତ୍ରରେ ପରିପ୍ରକାଶ ନ ହଉଛି, ତାହେଲେ ଆମ ଜୀବନର ଅର୍ଥ କଣ ରହିଛି? An ideal has to be lived if it is to fulfill itself, and to fulfill ourselves is the ever constant pressure of the soul. ସ୍ୱଧର୍ମ ବିଷୟରେ କଥା ହେଲା ବେଳେ ଏ ବିଷୟ ବି କଥା ହେଇଛନ୍ତି ଯେ ଅନ୍ତରାତ୍ମା ନିଜକୁ ପରିପ୍ରକାଶ କରିବା ପାଇଁ ଅନେକ ସମୟରେ ଆମର ଚତୁଃପାର୍ଶ୍ୱରେ କେତେ ଗୁଡ଼ିଏ ପରିବେଶ ପରିସ୍ଥିତି ମଧ୍ୟ ତିଆରି କରେ, ଯେମିତିକି ଆମେ ସଚେତନ ହେଇପାରିବା ଯେ ପ୍ରକୃତରେ ଆମର ଆଧାର ପ୍ରସ୍ତୁତ କେତେ ବାଟ ହେଇଛି ଏବଂ ଆଉ କେତେ ପ୍ରସ୍ତୁତ ହବା ଦରକାର, ଯଦ୍ୱାରା ସେ ଭଗବାନଙ୍କୁ ମ୍ୟାନିଫେଷ୍ଟେସନ କରିବାରେ ସହଯୋଗ କରିପାରିବ। ତେଣୁ ଆମକୁ an ideal has to be lived if it is to fulfill itself, and to fulfill ourselves is the ever constant pressure of the soul. ଆମକୁ ଅନ୍ତରାତ୍ମା ସବୁବେଳେ ପ୍ରେସର ଦେଇ ଆସିଛି ଆମର ଆଇଡିଆଲ ଅବଜେକ୍ଟିଭ ବା ଆମର ଯୋଉ ଅବଜେକ୍ଟିଭ ଯୋଉଥିପାଇଁ ଜନ୍ମଗ୍ରହଣ କରିଛନ୍ତି, ସେଇ ଦିଗରେ ଅଗ୍ରଗତି ହବା ପାଇଁ ସେ ସବୁବେଳେ ଚାପ ପ୍ରୟୋଗ କରେ। ତେଣୁ ଆମକୁ ସେଇ ଉଦ୍ଦେଶ୍ୟରେ ଆମେ ଯଦି ଆମେ ବଞ୍ଚିବାକୁ ଚେଷ୍ଟା କରିବା, ତେଣୁ ଆଜ ଏ ଟିଚର ଆମର ରାଇଟ୍ ଆକ୍ସନ କଣ ନା
आरंभ कहले जे आमर सब गुड़िक तांकरी उद्देश्य रे मूलतः फास्ट फॉर द डिवाइन केवल तांकरी उद्देश्य रे आमर कार्य गुड़ाक हब दैट इज राइट एक्शन व्हिच एवर पॉइंट्स द वे टू ए वाइडर and higher fulfillment of our being towards the perfection of unity, a unity in which the individual finds himself one with God, the universe and all men. एकात्मतार कथा जो कहूथिले तेणु जणे सेई जे तार राइट एक्शन को केतेबेले हबो बा सेति से जो प्रस्तुत ही जीव ता कार्य गुड़ाक भितर से केमती देखिबो से कार्य गुड़ाक ताकू राइट एक्शन कि नुह बा कार्य गुड़ाक ताकू अग्रगति पथरे नौची कि नाही से देखिबो प्रत्येक क्षेत्र रे प्रत्येक पॉइंट रे देखिबो जे तार कार्यावली गुड़ाक ताकू एक उच्चतर चेतना को उठे नौथिबो एक विशाल विस्तृतता को ताकू नौथिबो एवं पूर्णता आड़ को माने ताकू अग्रगति कराउथिबो एकीभूत यूनिटी आमे एबे जो कहथिले वननेस समस्त भितरे आउ से सेपरेटनेस बा डिविजन आउ न देखी अंतरात्मा जे सब जगार अच्छे आमे जोटा शुणुचंती सेटा तार धीरे 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 कंक्रीट नेचर हे जीवो तार आइडिया भितरे तार चिंता चेतना सब भितरे से यूनिटीटा आसी जीवो तेणु जेतेबेले a unity in which the individual finds himself one with God, the universe and all men. जहा देखुची विश्व रे समस्त मनुष्यों भितर यूनिवर्स रे प्रत्येक घटना रे भगवान सहित से एकीभूत हो जाइथिबे मनुष्यों भितर से निजको देखुथिबे वस्तु सकल सबुथिरे आ सेपरेटनेस ही तांको भितर आसीबो ही नाही एबे पर्यंत भी आम से स्तर जिते पर्यंत न पहुंची से पर्यंत केवल आमर भावना रे बा आम कल्पना रे केवल ताकू कल्पना करि परिबा सेतिबे एबे प्रयास तो करिबा कल्पना करिबा प्रयास करिबा सेतिबे राइट एक्शन डिपेंड्स अपॉन द राइट एटीट्यूड व्हिच इज मेड अप ऑफ राइट थिंकिंग एंड राइट फीलिंग पुणी से कथा जो देखा ताले राइट एटीट्यूड कौन राइट थिंकिंग कौन राइट फीलिंग कौन ना वी कैन चूज द थॉट्स वी वांट accept the thoughts beneficial to our purpose and reject those which would be detrimental to the work we propose आमे भगवान सहित एकीभूत हवा पाई भगवान को परिप्रकाश करिवा पाई रूपांतर निमते निजको प्रस्तुत करिवा पाई एई उद्देश्य नहीं आमे कार्य करूछंती तेणु से चिंता गुड़ाक मु चिंता करिबी जो गुड़ाक मते मोर ये जो ऑब्जेक्टिव अच्छी से आड़ को नौथिबो जो गुड़ाक मते ताठारु दूरे नब ताकू मु रिजेक्ट करिवि सेति आमे जो सिंपल कथा सब आमर धरती कौन जे मोर चिंता जेतेबेले मते मां ठारू दूरे दउची ता माने से चिंताटा राइट थिंकिंग नुह जो चिंता रे माँ निजको परिप्रकाश करुछंती मांकर सहित मु संयुक्त हेकी रही पारुची ताहले सेटा राइट थिंकिंग we can choose the thoughts we want accept the thoughts beneficial to the work we propose and reject those which would be detrimental to the work we propose by virtue of our willpower we do have a say in the choice of our feelings we can accept and allow those feelings which would help and enthuse our purpose and refuse those which would weaken our resolve or lead us away from the fulfillment of our ideal. ତେଣୁ ଗୋଟିଏ ହଉଛି ତ ମାପକାଠି ମେରୁଦଣ୍ଡ मोर माँ होउचंदी दरकार मोर माँ सहित एकीभूत हवा दरकार मु डिवाइन को परमेश्वर को दिव्य जननी को परिप्रकाश करने दरकार मो आधार प्रत्येक कार्य गुड़िक आड़ को अग्रगति हवा दरकार ओनली मदर नन अदर तेणु मोर फीलिंग्स मोर थॉट
ସବୁ ଗୁଡ଼ାକ ଯୋଉ ଗୁଡ଼ାକ ମତେ ତାଙ୍କ ଆଡ଼କୁ ନଉଛି ସେଗୁଡ଼ାକ ମୁଁ ରଖିବି, ଯୋଉ ଗୁଡ଼ାକ ମତେ ମୋର ଏଇ ଅବଜେକ୍ଟିଭ ଠାରୁ ମତେ ଦୂରେଇ ଦଉଛି, ମୁଁ ମନେ ପଡୁନାହିଁ ତା ଭିତରେ ପଶିଗଲା ବେଳକୁ, ତାହେଲେ ସେଗୁଡ଼ାକ ମୁଁ ରିଜେକ୍ଟ କରିବି। And if our attitude is further strengthened by an exclusive dedication, a devotion to the work for the sake of its perfection, with no thought for self, ନିଜ ପାଇଁ କୌଣସି ପ୍ରକାରର ଚିନ୍ତା ନିଜ ଭିତରକୁ ଆସିବ ନାହିଁ, ଗୋଟିଏ ଚିନ୍ତା ଆସିବ ପୂର୍ଣ୍ଣତା ପାଇଁ, with a dedication, ପୁରା ଉତ୍ସର୍ଗୀକୃତ ହେଇ କାର୍ଯ୍ୟ ପ୍ରତି ଏକ ଭକ୍ତିପୂର୍ଣ୍ଣ ଭାବ ରଖି, ପରିପୂର୍ଣ୍ଣତା ଫର ଦ ସେକ୍ ଅଫ ଇଟ୍ସ ପରଫେକ୍ସନ, ତାର ପରିପୂର୍ଣ୍ଣତା ପାଇଁ, with joy, no thought for self, ନିଜ ପାଇଁ ନୁହଁ, no ulterior motive, ଅନ୍ୟ କୌଣସି ପ୍ରକାରର ଉଦ୍ଦେଶ୍ୟ ରହିବ ନାହିଁ, with we enter into a joy of right action which liberates us from the insecurity and anxiety of the world, a joy that surpasses all acquisitive pleasure, a joy of action that only wants to give for the delight of giving and of ultimate fulfillment। ସେଇ ଯୋଉ ମହତ୍ ଉଦ୍ଦେଶ୍ୟ ରହିଛି, ମୋର ଅନ୍ତରାତ୍ମାକୁ ପରିପ୍ରକାଶ କରିବି, ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେବି, ଯୋଉ ଉଦ୍ଦେଶ୍ୟ ପାଇଁ ଜନ୍ମଗ୍ରହଣ କରିଛି ସେ ଉଦ୍ଦେଶ୍ୟକୁ ଜାଣିବି, ସେ ଉଦ୍ଦେଶ୍ୟରେ ନିଜକୁ ପରିଚାଳିତ କରିବି, ସେ ଉଦ୍ଦେଶ୍ୟ ଅଭିମୁଖେ ଆଟଲିଷ୍ଟ ତ ମୋର କାର୍ଯ୍ୟ ଗୁଡ଼ାକ, ଚିନ୍ତା ଗୁଡ଼ିକ, ଭାବନା ଗୁଡ଼ିକ, ମୋର ମନୋଭାବ ସେଇ ଉଦ୍ଦେଶ୍ୟରେ ପ୍ରଣୋଦିତ ହବା ଦରକାର। ସେଇ ଉଦ୍ଦେଶ୍ୟ ଅଭିମୁଖେ ମୋର କାର୍ଯ୍ୟ ଗୁଡ଼ାକ ପ୍ରସ୍ତୁତ ହବା ଦରକାର। ତାପରେ ଦେଖିବେ ଯେ ଆନନ୍ଦ ଏବଂ ସଠିକ କାର୍ଯ୍ୟ ତାର ସଂଜ୍ଞା ଆମେ ପାଇଯିବା। ଆମ ଭିତରେ ଇନସିକ୍ୟୁରିଟି ଫିଲିଂସ ଚାଲିଯିବ ଏବଂ ଏଇ ଯୋଉ ବିଶ୍ୱ, ପୃଥିବୀ, ଆମ ଚତୁଃପାର୍ଶ୍ୱରେ ଯାହା ଯାହା ଆମେ ଦେଖୁଛେ ତା ବିଷୟରେ ଆମର ପୂର୍ଣ୍ଣ ଜ୍ଞାନ ହାସଲ ହେଇଯିବ। ସେଥିପାଇଁ ଯୋଉ କୋଶ୍ଚିନ୍ ବେଳେବେଳେ ଯୋଉ ଆନ୍ସର, କୋଶ୍ଚିନ୍ ଆନ୍ସର କୁହାଯାଏ, ତମେ ଯେତେବେଳେ ସମଗ୍ର ବିଶ୍ୱ ସହିତ ଏକ ସମୟରେ ଏକୀଭୂତ ହେଇଯାଇ ପାରିବ, ସେତେବେଳେ ତମେ ଭଗବାନଙ୍କ ସହିତ ଏକୀଭୂତ ହେଇଯାଇ ପାରିବ। ଭାଇସ୍ ବର୍ସା ଇଜ ଟ୍ରୁ। ଭଗବାନ ସହିତ ଯେତେବେଳେ ଏକୀଭୂତ ହେଇଯିବ, ସମଗ୍ର ବିଶ୍ୱ ସହିତ ବି ଏକୀଭୂତ ହେଇଯିବ। ଏ ଜୟ ଅଫ୍ ଆକ୍ସନ ଦ୍ୟାଟ୍ ଓନ୍ଲି ୱାଣ୍ଟସ୍ ଟୁ ଗିଭ୍, ମୁଁ ଯୋଉ କାର୍ଯ୍ୟ କରୁଛି ଆନନ୍ଦର ସହିତ କାର୍ଯ୍ୟ କରିବ, ସେ କାର୍ଯ୍ୟରେ ଆନନ୍ଦର ସହିତ କାର୍ଯ୍ୟ କରିବି। ଯୋଉ କାର୍ଯ୍ୟ ମତେ, ଯୋଉ ଭିତରେ ମୋର କଣ ଭାବ ଥିବ, ୱାଣ୍ଟସ୍ ଟୁ ଗିଭ୍, ନିଜକୁ ଦେଇଦବାର ଭାବ ଥିବ, କାହା ପାଇଁ? ଫର ଦ ଡିଲାଇଟ୍ ଅଫ ଗିଭିଂ, ଦେବାରେ ଆନନ୍ଦ, and of ultimate fulfillment, ଯୋଉ ମୋର ବା ଭଗବାନଙ୍କର ମୋ ଠାରୁ ଯୋଉ ଆଶା, ବା ମୁଁ ଯୋଉଥିପାଇଁ ଜନ୍ମଗ୍ରହଣ କରିଛି, ବା ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ ମୋର ଆଧାର ପ୍ରସ୍ତୁତି, ସେଇ ସବୁ ଦିଗରେ ମୋର କାର୍ଯ୍ୟ ଗୁଡ଼ିକ, ମୋର ଚିନ୍ତା ସକଳ, ଭାବନା ସକଳ, ମନୋଭାବ ସବୁ ସେଇ ଦିଗରେ ରହିଲେ ଦ୍ୟାଟ୍ ଇଜ ରାଇଟ୍ ଆକ୍ସନ। ରାଇଟ୍ ଆକ୍ସନ ହଉଛି ଇନ୍ ଦ ସାଧନା। ଯଦି ଗୋଟାଏ ଲାଇନ ଆମେ କରିବା, ଇନ୍ ସାଧନା none of these would be right unless it was first for the divine। ମା କାଲିକି ପଢିବା ଗ୍ରାଟିଚ୍ୟୁଡ। Ma, thank you all, Arabar.